ଅଖଣ୍ଡଳ ଜାଳି ଗ୍ରାମ ଦେବତାଙ୍କ ପାଦେ ପଡ଼େ ଅନ୍ତୁକ୍ଷଣ। ରବିବାର ବ୍ରତ ପାଳି ମୁଁ ପଶିଛି ଧର୍ମ ଦେବତାଙ୍କ ଶରଣ। କେତେ ବ୍ରତ ଉପବାସ କରିଛି ଧର୍ମ ଦେବତା ସୂର୍ଯ୍ୟ ଦେବତାଙ୍କର ଶରଣ ମୁଁ ପଶିଛି ରବିବାର ବ୍ରତ କରିକି। ସେ ତାଙ୍କ ବାପାଙ୍କ ପାଇଁ, ଯେହେତୁ ସେ ଘରକୁ ଫେରି ନାହାନ୍ତି ତାଙ୍କ ଦୁଃଖରେ। କହେ ପୁଅ ତହୁଁ ଯିବି ଚନ୍ଦ୍ରଭାଗା, କରିବି ବାପାଙ୍କୁ ଦେଖା। ସେଇଠୁ ପୁଅ କଣ କୁହେ ନା ଧର୍ମା କୁହେ, ମୁଁ ଯିବି ଚନ୍ଦ୍ରଭାଗା ଆଉ ବାପାଙ୍କୁ ଦେଖା କରିବି, ଆଣିବି ତାଙ୍କର କୁଳସ ବାର୍ତ୍ତା ତାଙ୍କ ନିଜ ହାତ ଲେଖା। ତାଙ୍କ ହାତ ଲେଖା ଆଣିବି, ତାଙ୍କ ବାର୍ତ୍ତା ଆଣିବି, ତମ ପାଖରେ ପହଞ୍ଚେଇବି। ତାଙ୍କ ମାଙ୍କୁ ଉତ୍ତର ଦିଅନ୍ତି ଧର୍ମା। ମୋ ନେତ୍ର ପିତୁଳି ଛାଡ଼ି କରି ତତେ ପାରିବି ମୁଁ କ୍ଷଣେ ବଞ୍ଚି। ସେ କହିଛନ୍ତି ମୋ ପୁଅ, ମୁଁ ତତେ ଛାଡ଼ି କଣ ଗୋଟେ କ୍ଷଣ ବି ବଞ୍ଚିପାରିବି? ଗୋଟେ ମୁହୂର୍ତ୍ତ ତ ମୁଁ ବଞ୍ଚିପାରିବିନି ତତେ ଛାଡ଼ି। ମୋ ଅନ୍ଧାର ଘରେ ତୁ ଏକା ପ୍ରଦୀପ, ମୋ ହୃଦ ସିନ୍ଧୁକ କଞ୍ଚି। ମୋ ହୃଦୟର ଅନ୍ଧାର ଭିତରେ ତୁ ହଉଛୁ ଆଲୋକ, ତୁ ହଉଛୁ ମୋର ଗୋଟିଏ ବୋଲି ପୁଅ। ତତେ ଛାଡ଼ିକି ମୁଁ କଣ ଗୋଟେ କ୍ଷଣ ବଞ୍ଚିପାରିବି? ଆହୁଲା ତୁ ମୋର ଜୀବନ ବୋଇତେ ଅନ୍ଧର ଆଶ୍ରା ଲଉଡ଼ି। ଯେହେତୁ ସେ ତାଙ୍କର ଗୋଟେ ବୋଲି ପୁଅ, ତାଙ୍କ ସ୍ୱାମୀ ନାହାନ୍ତି, ସେ ତାକୁ କହୁଛନ୍ତି ତୁ ମୋର ଆଶାର ଲଉଡ଼ି, ମୋର ଜୀବନ ଡଙ୍ଗାର ତୁ ହଉଛୁ କାତ। ତୋ ବିନେ ନ ଚଳି ଯିବି ସିନା ବାବୁ, ଶୋକ ସିନ୍ଧୁ ଜଳେ ବୁଡ଼। ତୋ ବିନା ମୁଁ ଦୁଃଖରେ ଭାଙ୍ଗି ପଡ଼ିବି। କହେ ପୁଅ ପୁଣି ବଳାଇ ସାଦରେ, ଯିବି ନିଶ୍ଚେ ବାପ ପାଶ, ମନ ତୋଷେ ମାଗୋ ଦିଅ ଅନୁମତି, ଫେରିବି ନପୁରୁ ମାସ। ମାସେ ନ ପୁରୁଣୁ ମୁଁ ଫେରି ଆସିବି। ସେ ତା ମାଆଙ୍କୁ କୁହନ୍ତି ମୋତେ ଅନୁମତି ଦିଅ, ମାସେ ନ ହେବା ଆଗରୁ ଫେରି ଆସିବି, କିଛି ବି ଅସୁବିଧା ହେବ ନାହିଁ। ବାପ ସଙ୍ଗେ ତହିଁ ଦେଖିବି ସୁଯୋଗ୍ୟ ଜାତି ପୁଅ ଶତ ଶତ। ବାପ ସାଙ୍ଗରେ ମୁଁ ଶହ ଶହ ଜାତି ଭାଇମାନଙ୍କୁ ଦେଖି ଆସିବି, ଜାତି ପୁଅମାନଙ୍କୁ ଦେଖି ଆସିବି। ଦେଖିବି କିପରି ଗଢ଼ା ହେଉଅଛି ଧର୍ମ ଦେବତାଙ୍କ ରଥ। ସୂର୍ଯ୍ୟ ଦେବତାଙ୍କର ରଥକୁ ଆମ ଜାତି ପୁଅମାନେ କିପରି ଭାବରେ ତିଆରି କରୁଛନ୍ତି ତାହା ମୁଁ ମଧ୍ୟ ସେଠାରେ ଦେଖି ଆସିବି ଚନ୍ଦ୍ରଭାଗା ତୀର୍ଥରେ। ଚନ୍ଦ୍ରଭାଗା ତୀର୍ଥେ ସ୍ନାନ କରି ସୁଖେ ଦେଖିବି ସୂର୍ଯ୍ୟ ଉଦୟ। ଚନ୍ଦ୍ରଭାଗା ତୀର୍ଥରେ ସୂର୍ଯ୍ୟ ଉଦୟ ମୁଁ ଦେଖିବି ସକାଳେ ସ୍ନାନ କରି। ଏହା ଧର୍ମା ତା ମାଆଙ୍କୁ କହିଛନ୍ତି। କର ନାହିଁ ଭୟ କହ ମା ବାପାଙ୍କୁ, ଦେବି ମୁଁ କି ପରିଚୟ। ମା ଭୟ କର ନାହିଁ ତୁମେ, ମୁଁ କିପରି ଯିବି କିପରି ଫେରିବି। ମୁଁ ନିଶ୍ଚୟ ଭାବରେ ଭଲରେ ଯିବି ଆଉ ଭଲରେ ଫେରିବି। ବାପାଙ୍କୁ କଣ ଉତ୍ତର ଦେବି ତାହା ବାସ୍ ମତେ ତୁମେ କୁହ। କହନ୍ତି ମା ବାବୁ ଯିବା ଲାଗି ଯେବେ କରିଅଛୁ ଦୃଢ଼ାପଣ, କିମ୍ପା ନବାରିବ ନିବାରଣେ ସିନା, ହେବ ତ ମନେ କଷଣ। ବାବୁ ମନ କରିଛୁ ମାନେ ତ ନିଶ୍ଚୟ ଯା। ଦେଖି ବାପ ତତେ ହେବେ ହରଷିତ, ହୃଦେ ତୁ ଯିବୁ ପରତେ, ଦେଖିବୁ ଆବର ଓଡ଼ିଆ ଶିଳ୍ପୀର ଅଦ୍ଭୁତ କର୍ମ ଜଗତେ। ତୁ ଓଡ଼ିଆ ଶିଳ୍ପୀର ଅଦ୍ଭୁତ କର୍ମ ସେଠାରେ ଦେଖି ଆସିବୁ, ତ ବାପାଙ୍କୁ ଖାଲି ଦେଖିବୁ ନାହିଁ। ବୟସରେ ତୁଇ ହେଲେ ହେଁ ବାଳୁତ, ବୁଦ୍ଧି ତୋର ସୁକୁମାର। ତୁ ବୟସରେ ବାଳୁତ ହେଲେ ବି ଗୋଟେ ବଡ଼ ଲୋକ ପରିକା ତୋ ପାଖରେ ବୁଦ୍ଧି ଅଛି। ବୁଝାଇ ବିଶେଷେ କହିବି ମୁଁ କିସ, ମୁଁ ବୁଝାଇ ଆଉ କଣ ବା କହିବି। ତୋର ବିଚାର ଯାହା ହଉଛି, ତୋ ମନକୁ ଯାହା ଆସୁଛି ତୁ କର, ତୁ ନିଶ୍ଚୟ ଭାବରେ ଭଲ କରିବୁ। ମାଙ୍କର ଏ ଭରସା ଅଛି ପୁଅ ଧର୍ମପଦ ଉପରେ। କହିଲେ ଆବର ବାପ ନାମ ତାର ଭୂମିରେ ସେ ଦେଇ ଲେଖି। ଓଡ଼ିଆ ସମାଜରେ ଯେହେତୁ ସ୍ତ୍ରୀ ମାନେ ସ୍ୱାମୀ ମାନଙ୍କର ନାଁ ଧରନ୍ତି ନାହିଁ ପାଟିରେ, ତେଣୁ ସେ ଧର୍ମାର ବାପା ନାଁ ସେ ଲେଖିଦେଲେ ମାଟିରେ। ତୋରୂପ ଆକୃତି ପିତୃ ପ୍ରତିକୃତି, ଏକା ଛାଞ୍ଚେ ଜେହ୍ନେ ତଳା, ନେତ୍ରେ ନାସା ହାସ୍ୟ, ଲଲାଟେ ପ୍ରକାଶ ବାପ ମୁଖ ଷୋଳକଳା। ମା କହିବା ପାଇଁ ଚାହୁଁଛନ୍ତି ତୁ ତୋ ବାପାଙ୍କ ପରିକା ଅବିକଳ ଦେଖାଯାଉ, ତେଣୁ ତୋ ବାପାଙ୍କୁ ଚିହ୍ନିବା ପାଇଁ ତୋତେ ବିଶେଷ କିଛି ପରିଶ୍ରମ କରିବା ପାଇଁ ପଡ଼ିବନି, ତୁ ସହଜରେ ଜାଣିଯିବୁ। ନୟନ ନୟନେ ହେଲେ ଭେଟା ଭେଟି, ହେବ ପରାଣ ମିଳନ। ଯେବେ ଆଖିରେ ଆଖି ମିଶାମିଶି ହେବ ବାପ ପୁଅ, ତେବେ ତମ ପ୍ରାଣର ପ୍ରାଣ ମାନେ ହୃଦୟ ଆପେ ଆପେ କହିଦେବ ଯେ ଇଏ ତୋ ବାପା, ଆଉ ତୁ ଜାଣିପାରିବୁ ମଧ୍ୟ ସେ ତୋ ବାପା ବୋଲି। ଯେ ଯାହାର ତାକୁ ଲୋଡ଼େ ସେ ସହଜେ କରିବାକୁ ଆଲିଙ୍ଗନ। ଯେ ଯାହାର ନା ସେ ତାକୁ ନିଶ୍ଚୟ ଭାବରେ ଜାଣିପାରେ ଯେ ଇଏ ମୋ ଲୋକ ବୋଲି। ତୁ ତାକୁ ଦେଖିଲେ ଆଲିଙ୍ଗନ କରିବା ପାଇଁ ତୋ ଇଚ୍ଛା ହବ, ଆଲିଙ୍ଗନ କରିବୁ ତୋ ବାପାଙ୍କୁ। ତଥାପି ନବଳେ ମନ ତତେ ଏକା ଛାଡ଼ିବାକୁ ଏତେ ଦୂର। ତଥାପି ମୋ ମନରେ ଇଚ୍ଛା ହଉନି ତତେ ଏକା ଛାଡ଼ିଦେବାକୁ ଏତେ ବାଟ। ନଡରିଲ ବୋଉ ସାଙ୍ଗେ ଯିବେ ମୋର ଘର ବଳିଆ କୁକୁର। ତାଙ୍କ ଘରର କୁକୁର ହେଉଛି ବଳିଆ, ତା ବାପା ଥିଲାବେଳେ ମଧ୍ୟ ବଳିଆ କୁକୁର ଥିଲା, ତେଣୁ ବଳିଆ କୁକୁରକୁ ସାଙ୍ଗରେ ସେ ନେଇଯିବା ପାଇଁ ତା ମାଆଙ୍କୁ କହିଛି ମୁଁ ଏକା ଯିବି ନାହିଁ, ମୋ ସାଙ୍ଗରେ ଆମ କୁକୁର ମଧ୍ୟ ଯିବ ବଳିଆ। ବଳିଆ ବାପାଙ୍କୁ ନ ଚିହ୍ନିଲେ ତାକୁ ବାପା ଚିହ୍ନିବେ ନିଶ୍ଚୟ। ବଳିଆ ହୁଏତ ବାପାଙ୍କୁ ଏତେ ବର୍ଷ ଭିତରେ ଚିହ୍ନି ନପାରେ, କିନ୍ତୁ ବଳିଆ
ତାକୁ ବାପା ନିଶ୍ଚୟ ଭାବରେ ଚିହ୍ନି ପାରିବେ, ଯେହେତୁ ସେ ଛୋଟରୁ ବଳିଆକୁ ଦେଖି ଆସୁଛନ୍ତି, ତାକୁ ନିଶ୍ଚୟ ଭାବରେ ବାପା ଚିହ୍ନି ପାରିବେ। ଗ୍ରାମ ନାମ ମୋର, ଜନ୍ମ ବୃତ୍ତାନ୍ତ କହିଦେବି ପରିଚୟ। ମୋର ଗାଁର ନାଁ, ମୋ ଜନ୍ମ ବୃତ୍ତାନ୍ତ ପରିଚୟ କହିଦେବି। ମରିଯାଏ ଆହା ମୋ ଧନମାଳିର କେଡ଼େ ବୁଦ୍ଧି କି ସାହସ। ତା ମା କହିଛନ୍ତି ମୋ ଧନମାଳି, ମୋ ପୁଅର ଏତେ ସାହସ, ମୁଁ ମରିଯାଏ କି। ଜଗନ୍ନାଥ କୃପା କଲେ ତୁ ରଖିବୁ କୁଳ ଗୌରବ ଯଶ। ମହାପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ହେଲେ ତୁ ଆମ କୁଳର ନାଁ ରଖିବୁ। ତ୍ରୟୋଦଶୀ ତିଥି ଶୁଭ ବେଳା ଦେଖି ପୁଅ କଲା ଅନୁକୂଳ। ପୁଅ ବାହାରିଲା ତ୍ରୟୋଦଶୀ ତିଥିରେ। ଜାଗୁଳାଇ ପୂଜି କାନିରେ ଜନନୀ ବାନ୍ଧିଲେ ପ୍ରସାଦ ଫୁଲ। ଜାଗୁଳାଇ ମାଙ୍କୁ ପୂଜା କରି ତାଙ୍କ ପ୍ରସାଦ ବାନ୍ଧିଦେଲେ। ସ୍ୱାମୀ ଲାଗି ପୁଣି ବାଡ଼ି ବରକଳି ଦେଲେ ଜାଉଁଳିରେ ବାନ୍ଧି। କହିଲେ ଏଥିରେ ବାପାଙ୍କ ଶରଧା ନେବୁ ଯତନେ ସମ୍ପାଦି। ସେ କହିଲେ, ତାଙ୍କ ବାଡ଼ି ବରକଳି ଦେଲେ, କହିଲେ ଏହା ଯତନରେ ତୁ ନେବୁ। ବଳିଆ ସଙ୍ଗତେ ବାଡ଼ି ବରକଳି ହେବ ଆନ ପରିଚୟ। ଲକ୍ଷ୍ମୀ ନରସିଂହ ଶ୍ରୀଦୁର୍ଗା ମାଧବ ହୁଅନ୍ତୁ ତୋର ଆଶ୍ରୟ। ଲକ୍ଷ୍ମୀ ନରସିଂହ ତୋତେ ଆଶୀର୍ବାଦ କରନ୍ତୁ, ତୁ ବଳିଆ ସାଙ୍ଗରେ ଏ ବାଡ଼ି ବରକଳି ନେଇଯା। ତା ମା ତାକୁ କହିଛନ୍ତି। ବୀର ଧର୍ମପଦ ମାତା ଆଶୀର୍ବାଦ ଘେନି ହୋଇଲା ବାହାର। ବୀର ଧର୍ମପଦ କଣ କଲା ନା ମାତାଙ୍କ ଆଶୀର୍ବାଦ ନେଇକି ବାହାରିଲା। ଯାଏ ପୂର୍ବ ମୁଖେ ବଳିଆ କୁକୁର ଚାଲେ ପଛେ ପଛେ ତୋର। ବଳିଆ କୁକୁର ଧର୍ମପଦକୁ ଅନୁସରଣ କଲା, ତା ପଛରେ ଗଲା। ଅପନ୍ତରା ବାଟ କେତେ ବେଣା ବାଟ ବଣ ବିଲ ନଦୀ ସର। ଚାଲେ ଧର୍ମପଦ ନଗଣି ବିପଦ ଦିବା ନିଶି ନିରନ୍ତର। ସେ ଦିନ ରାତି ନିରନ୍ତର ଭାବରେ ଚାଲିଲା, ନଦୀଘାଟ ଅତିକ୍ରମ କଲା, କେତେ ଅପନ୍ତରା ବାଟ ଦେଇ ଗଲା। ଗୁଡ଼କଙ୍କ ପଛେ ଗୋଡ଼ାଇ ଉତ୍ସାହେ ବଳିଆ ଧାଏଁ ତା ପଛେ। ଚନ୍ଦ୍ରଭାଗା ଯାତ୍ରୀ ଧର୍ମପଦ ବୋଲି ଲେଖେ କାହିଁ ବାଟ ଗଛେ। ବାଟ ଗଛରେ ଧର୍ମା ଲେଖି ଲେଖି ଚାଲିଲା ଯେ, ଧର୍ମପଦ ଲେଖି ଲେଖି ଚାଲିଲା ଯେ ସେ ଚନ୍ଦ୍ରଭାଗାର ଯାତ୍ରୀ ବୋଲି। ପଚାରି ପଚାରି ଚନ୍ଦ୍ରଭାଗା ତୀର୍ଥେ ହେଲା ଯାଇ ପରବେଶ। ଲାଗିଛନ୍ତି ଯହିଁ 1200 ବଢ଼ାଇ ବିଶ୍ରାମ ନାହିଁ ନିମେଷ। ସେ ଯାଇକି ଚନ୍ଦ୍ରଭାଗା ତୀର୍ଥରେ ପହଞ୍ଚିଗଲା, ଯେଉଁଠାରେ 1200 ବଢ଼େଇ କାର୍ଯ୍ୟରେ ଲାଗିଛନ୍ତି, ଯାହାଙ୍କର ବିଶ୍ରାମ ମଧ୍ୟ ନାହିଁ। ଦିନ ରାତି ଯହିଁ ଜଣା ନ ପଡ଼ଇ ମୁଖରିତ ନିରନ୍ତର। ଭୋଜନ ଶୟନ ଛାଡ଼ି ଲାଗିଛନ୍ତି ପ୍ରାଣପଣେ କାରିଗର। କାରିଗର ନିଜର ଭୋକ ଶୋଷ ଭୁଲି ଦିନ ରାତି କିଛି ମାନୁନାହାନ୍ତି, କାର୍ଯ୍ୟରେ ସେ ଲିପ୍ତ ଅଛନ୍ତି, ମନ୍ଦିର ତଳା କାର୍ଯ୍ୟରେ। 12 ବର୍ଷର ସରଳ ବାଳକ ସେ ଅଚିହ୍ନା ସ୍ଥାନ ଏକା। ସେ ଅଚିହ୍ନା ସ୍ଥାନରେ ଚନ୍ଦ୍ରଭାଗାରେ ଏ 12 ବର୍ଷର ଛୋଟ ପିଲାଟିଏ ସେ ଯାଇକି ଉପସ୍ଥିତ ହୋଇଛି ଏକା। ଚକିତେ ଚୌଦିଗେ ଅନାଇ ଚିନ୍ତିତ ବାପାର ନ ପାଇ ଦେଖା। ସେ ବାପାଙ୍କର ଦେଖା ପାଇନି। ସେ ଏତେ ଦୂର ଯାଇ ତା ବାପାଙ୍କର ଦେଖା ମଧ୍ୟ ପାଇନି। ବିଚାରେ କାହାକୁ ପଚାରିବ ଏଥି କିଏ ଅବା ଦେବ ଉତ୍ତର। ସର୍ବେ କର୍ମେରତ ଏକକୁ ଆରେକ ଚାହିଁବାକୁ ନାହିଁ ତର। କେହି କାହାକୁ ଦେଖିବାକୁ ମଧ୍ୟ ସମୟ ନାହିଁ, ସମସ୍ତେ ନିଜର କାର୍ଯ୍ୟରେ ବ୍ୟସ୍ତ। ସେ କାହାକୁ ଅବା ପଚାରିବ ତା ବାପାର ପରିଚୟ। ଅବସର ବୁଝି କୋଳି ବିକ୍ରି ବ୍ୟାଜେ। ବୁଲେ ସେ ଜନଗହଳେ ରସାଳ ପୃଥୁଳ ସେ ବଦରି ଫଳ। ଯେ ଦେଖେ ତା ମନ ବଳେ ଜଣେ କେହି ଶିଳ୍ପୀ ଘର କଥା ଭାବି। ମରମେ ଆହତ ଅତି କହେ ମୋ ବାଡ଼ିରେ ଫଳୁଥିବା ଆହା କେତେ କୋଳି ଏହି ମତି। କିଏ ଦେଖେ ତା କୋଳିକୁ, ସେ ଭାବେ ଏଇ କୋଳିଟି ମୋ ବାଡ଼ିରେ ଫଳୁଥିବା ବରକୋଳି କୋଳି। ସମସ୍ତେ ସେ କୋଳିଟିକୁ ଦେଖି ଲୋଭ କରନ୍ତି, ମାନେ କୋଳିଟି ଦେଖିବା ପାଇଁ ବହୁତ ଭଲ ଥିଲା। କୋଳି ବିକା ପିଲା ମୁହଁକୁ ଅନାଇ କିଛି ନ ପାରଇ କହି। ନ ଜାଣେ ଅପୂର୍ବ ବାତ୍ସଲ୍ୟ ମମତା କିମ୍ପା ହୃଦେ ଉପଜୟ। ତାକୁ ସମସ୍ତେ ଦେଖି କୋଳି ବିକାଳି ପିଲା ବୋଲି ଭାବୁଥାନ୍ତି। ସେ ଯେହେତୁ କୋଳି ଧରିକି ବୁଲୁଛି, ତା ପଛରେ ଗୋଟେ କୁକୁର, ତା କୁକୁର ଅନୁସରଣ କରୁଛି ତାକୁ। ବାଳକ ବଚନ ଶୁଣି କୌତୂହଳେ ପୁଲକେ ପୁରେ ପରାଣ। କୁକୁରକୁ ଦେଖି ଅନ୍ତର ଇଙ୍ଗିତେ କରେ ସେ ସତ୍ୟ ପ୍ରମାଣ। ଗ୍ରାମ ନାମ ଆଦି ପଚାରି ପାଇଲା ଯେବେ ସେ ପୁତ୍ର ପରିଚୟ। ବାଳକ ବଦନ ଚୁମ୍ବିଲା ସ୍ନେହେ ଚରଣେ ନମେ ତନୟ। ସେ ପୁତ୍ରର ପରିଚୟ ଯେମିତି ପାଇଲା, ପୁତ୍ରକୁ ଆସି ସ୍ନେହରେ ଚୁମ୍ବନ ଦେଲା, ଆଉ ତା ଚରଣରେ ନତମସ୍ତକ ହୋଇ ପଡ଼ିଲା ଧର୍ମପଦ। ବାପ ପୁଅ ବେନି ଗଲେ ବସା ଘରେ ପକାଇଲେ କେତେ କଥା। ବାପ ପୁଅ ଯାଇକି ତାଙ୍କ ଘରେ ଯୋଉଠି ସେ ବିଶ୍ରାମ କରୁଥିଲେ, ସେ ଘରେ ଯାଇକି କେତେ କଥା ପକାଇଲେ। କେତେ କଥା ହେଲେ, ଯେହେତୁ ବାପ ପୁଅ ଏତେ ବର୍ଷ ହେଲା ମିଳିତ ହୋଇନାହାନ୍ତି। କେହି ଶିଳ୍ପୀ ବେଗେ ପାଉଛି
କାମକୁ ନଗଲେ ନ ରହେ ମଥା। ସବୁ ଶିଳ୍ପୀ କାମକୁ ଯାଉଛନ୍ତି, କାହାର ବି ବିଶ୍ରାମ ନେବା ପାଇଁ ସମୟ ନାହିଁ, କେହି ରହୁନାହାନ୍ତି। ରହିଲେ କ'ଣ ହବ ନା ମଥା କାଟ ହବ। କିମ୍ପା ଏ ଉଦ୍ବେଗ ପାଇ ମନେ ଖେଦୁ, ପଚାରେ କାତରେ ପୁଅ, ବୃଦ୍ଧ ଶିଳ୍ପୀ ମୁଖେ ବଚନ ନ ପୁରେ, ନୟନୁ ବହଇଲୁ। ସେ ଏହାର ଉତ୍ତର ଜାଣିବା ପାଇଁ ଚାହିଁଛି ଧର୍ମ, କାହିଁକି ଶାସ୍ତି ଦିଆଯିବ କାରିଗର ମାନଙ୍କୁ। ବାପା ଏହାର ଉତ୍ତର କିଛି ଦେଇପାରିନାହାନ୍ତି, ତାଙ୍କ ଆଖି ଲୁହରେ ଛଳଛଳ ହୋଇଯାଇଛି। କ୍ଷଣକ ଅନ୍ତରେ କହେ ବୃଦ୍ଧ ପୁଣି, ଥିଲା ମୋ ପୂର୍ବ ସୁକୃତ, ଅନ୍ତକାଳେ ତୋତେ ଦେଖି ଏଥି ବାବୁ, ହେଲି ଏବେ କୃତକୃତ୍ୟ। 12 ବର୍ଷ ହେଲା ଲାଗିଲାଣି କାମ, ମୁଦା ନ ହେଲା ଦେଉଳ, କାଳ ଅତିକ୍ରମେ ରାଜା ନରସିଂହ ଦାରୁଣ ଦୁଃଖେ ଆକୁଳ। ସେ ତା ପୁଅକୁ ପାଇ ବହୁତ ଦୁଃଖିତ ହୋଇଛନ୍ତି। ବୃଦ୍ଧ କାଳରେ ସେ ପୁଅକୁ ପାଇଛନ୍ତି, କିନ୍ତୁ ତାଙ୍କ ମନର ଦୁଃଖ ସେ ପ୍ରକାଶ କରିପାରୁନାହାନ୍ତି। ରାଜା ବହୁତ ଦୁଃଖିତ ଅଛନ୍ତି, କାରଣ 12 ବର୍ଷ ହେଲା ମନ୍ଦିରଟି ତିଆରି ହେଉଛି, କିନ୍ତୁ ତା ମୁଣ୍ଡି ମରା ଯାଇପାରୁନି। 2 ଦିନ ମଧ୍ୟ ପୁରିବ ଦେଉଳ, ନ ରହିବ କିଛି ଶେଷ, ନହେଲେ କାଟିବ ବଢ଼ାଇଙ୍କ ମୁଣ୍ଡ, ହୋଇଛି ରାଜା ଆଦେଶ। ରାଜାଙ୍କର ଆଦେଶ ହୋଇଛି 2 ଦିନ ମଧ୍ୟରେ ମନ୍ଦିରର ମୁଣ୍ଡି ନ ମାରି ପାରିଲେ 1200 ବଢ଼େଇଙ୍କର ମୁଣ୍ଡ କାଟି ଦିଆଯିବ। 2 ଦିନୁ ଦିନେ ହେଲାଣି ଅତୀତ, ଆଉ କାଲି ଦିନ ବାକି। 2 ଦିନ ମଧ୍ୟରୁ ଗୋଟେ ଦିନ ପଳାଇ ସାରିଛି, ଆଉ ଗୋଟେ ଦିନ ବାକି ଅଛି। ନିରାଶ କାତର ସର୍ବ କାରିଗର, କାମକୁ ନ ପାଏ ଆଖି। ସବୁ କାରିଗର ନିରାଶରେ ଅଛନ୍ତି, ଦୁଃଖରେ ଅଛନ୍ତି। କାମକୁ କାହାର ଆଖି ପାଉନି, ଦୃଷ୍ଟି ପଡୁନି। ନଦୀ ଗର୍ଭେ ହେଲା ଦେଉଳ ପତନ, ରହିଲା ତହିଁ କି ଦୋଷ, କେଜାଣି କାହାର ଅପରାଧେ ଅବା, ଗ୍ରହରାଜ କଲେ ରୋଷ। କଲେ ଯେତେ ଯତ୍ନ, ନପୁରେ ଦେଉଳ, ନବସେ ଦଧିନଉତି। ଉପାୟ ନ ଦେଖି କାରିଗରୀ ଗଣକ, ହଜିଲାଣି ବୁଦ୍ଧି ବୃତ୍ତି। କାରିଗରୀ ମାନଙ୍କର ବୁଦ୍ଧି ହଜି ଯାଇଛି, କାରଣ ମନ୍ଦିରଟିର ମୁଣ୍ଡି ମରା ଯାଇପାରୁନି। ଯେତେ ପ୍ରଚେଷ୍ଟା ଚେଷ୍ଟା କଲେ ମଧ୍ୟ ମୁଣ୍ଡି ମରା ଯାଇପାରୁନି। ସମସ୍ତଙ୍କର ନିଦ ଉଡ଼ି ଯାଇଛି। ଛାମୁର ଆଦେଶ, ମନ୍ଦିର ମୁକୁଟେ ହେବ ଚୁମ୍ବକ ଖଚିତ। ରାଜାଙ୍କର ଆଦେଶ ଅଛି, ମନ୍ଦିରର ଚୂଳରେ ଚୁମ୍ବକ, ଗୋଟେ ପ୍ରକାର ଚୁମ୍ବକ ଲଗାଯିବ। ପ୍ରଭାବେ ଯାହାର ମହଦ ଦିବକ୍ଷେ, ନଯିବ ଶତ୍ରୁ ବୋଇତ। ଯାହାର ପ୍ରଭାବରେ ସମୁଦ୍ର ମଝିରେ ଶତ୍ରୁ ମାନଙ୍କର ବୋଇତ ଯାଇପାରିବନି। 1200 ବଢ଼ାଇ ଏକୁ ଏକ ସର୍ବେ, ଶିଳ୍ପ ବିଦ୍ୟା ବିଶାରଦ, ଗଢ଼ିଛନ୍ତି କେତେ ଦେଉଳ ଅଟାଳି, ସେତୁ ଦୁର୍ଗ ଜନପଦ। କେତେ ସେତୁ ଦେଉଳ ଜନପଦ ଗାଁ ଆଦି ନିର୍ମାଣ କରିଛନ୍ତି ଆମ 1200 ବଢ଼େଇ ମାନେ, କିନ୍ତୁ ସେ ମନ୍ଦିରଟିକୁ ସମ୍ପୂର୍ଣ୍ଣ କରିପାରୁନାହାନ୍ତି। ଯେଝା ବୁଦ୍ଧି ବଳେ ଗଢ଼ନ୍ତି ପଥର, ଖସି ସବୁ ପଡ଼େ ତଳେ, ଦେଉଳ ମୁଦିବା ବୁଦ୍ଧି ନ ଦିଶଇ, ନିରସ୍ତ ଏବେ ସକାଳେ। ଆଜି ନିଶି ଶେଷେ, କାଲି ପ୍ରଭାତରେ ହୋଇବ ରବି ଉଦୟ, ପରଦିନ ରବି ଉଇଣ ଦେଖିବ, 1200 ବଢ଼ାଇ କ୍ଷୟ। ଅର୍ଥାତ୍ ଆଉ ଗୋଟେ ଦିନ ବାକି ଅଛି। ଗୋଟେ ଦିନ ପରେ ଯଦି ମନ୍ଦିରର ମୁଣ୍ଡି ନ ମରା ଯାଇପାରେ, ତେବେ 1200 ବଢ଼େଇଙ୍କର ମୁଣ୍ଡ କାଟି ଦିଆଯିବ। ଆଜି ସଞ୍ଜ ବେଳେ କରିବେ ବିଚାର, ବସି ସବୁ କାରିଗର। ଆଜି ସଞ୍ଜ ବେଳେ ସବୁ କାରିଗର ମାନେ ବସି ବିଚାର କରିବେ, କ'ଣ କରାଯାଇପାରିବ, କ'ଣ ନ କରାଯାଇପାରିବ ତା ଉପରେ। ଯାଉଛି ମୁଁ ତେଣେ, ରହି ଏଥି ବାବୁ, ନିଶ୍ଚିନ୍ତେ ବିଶ୍ରାମ କର। ବାବୁରେ ମୁଁ ଯାଉଛି, ତ ଏଠି ବିଶ୍ରାମ କର ବୋଲି କହିଛନ୍ତି। ବାପାର ବିଷାଦ ଦେଖି ଧର୍ମପଦ, ଆଶ୍ଚର୍ଯ୍ୟ କହଇ ବାଣୀ। ସେ ଆଶ୍ଚର୍ଯ୍ୟ ହୋଇ ବାପାଙ୍କୁ କହିଛନ୍ତି, ସତେ ନରସିଂହ ମହାରାଜ ଦେବ 1200 ବଢ଼େଇ ହାଣି? ସତରେ କ'ଣ ନରସିଂହ ଦେବ 1200 ବଢ଼େଇଙ୍କୁ ହାଣିଦେବେ? ଉତ୍କଳର ଶିଳ୍ପୀ କୁଳ ସୁପ୍ରସିଦ୍ଧ, ଦକ୍ଷ କାରିଗରୀ ଗଣ, ମିଳିଛନ୍ତି ଯହିଁ ସେ କାର୍ଯ୍ୟ କି କେବେ ରହିପାରେ ଅପୂରଣ। ଉତ୍କଳର ଯେହେତୁ ସବୁ କାରିଗର ମାନେ ସେଠାରେ ଯୋଗ ଦେଇଛନ୍ତି, ବିଶିଷ୍ଟ କାରିଗର ମାନେ, କ'ଣ ସେ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଯିବ? ଏହା ଧର୍ମା ମନରେ ପ୍ରଶ୍ନ ଆସିଛି। ନଥିଲେ ଆପତ୍ତି ଦିଅ ଅନୁମତି, ସଭାସ୍ଥଳେ ଯିବା ପାଇଁ। ସେ କହିଛନ୍ତି ଯଦି କିଛି ଆପତ୍ତି ନଥାଏ, ମୋତେ ସଭାସ୍ଥଳକୁ ଯିବା ପାଇଁ ଆଦେଶ ଦିଅ, ଅନୁମତି ଦିଅ। ଶିଳ୍ପ ଗୁଢ଼ ପ୍ରଶ୍ନ ଶୁଣିବି ଦେଖିବି, 1200 ଜାତି ଭାଇ। ମୁଁ ସେଠାରେ 1200 ଜାତି ଭାଇଙ୍କୁ ଦେଖିବି, ଆଉ ଶିଳ୍ପ ତତ୍ତ୍ୱର ଗୁଢ଼ ରହସ୍ୟକୁ ମଧ୍ୟ ଦେଖିବି, ଜାଣିବି। ବାପ ପୁଅ ବେନି ତତ୍କ୍ଷଣାତ ତହୁଁ ଚାଲିଗଲେ ସଭାସ୍ଥଳେ। ବାପ ପୁଅକୁ ନେଇ ସଭାସ୍ଥଳକୁ ତତ୍କ୍ଷଣାତ ଚାଲିଗଲେ। କଲେ ତର୍କ ଯୁକ୍ତି, ଉକ୍ତି ପ୍ରତିଉକ୍ତି, ଯେଝା ବୁଦ୍ଧି କୌଶଳେ। ଯେ ଯେଝା ବୁଦ୍ଧିରେ ବିଭିନ୍ନ ପ୍ରକାର ଉପଦେଶ ଦେଲେ, ସେଠାରେ ଯୁକ୍ତି ହେଲା, ତର୍କ ହେଲା। ରଥ ଦେବାଳୟ ଗଠନ ନିର୍ଣ୍ଣୟ, ଚୁମ୍ବକର ତତ୍ତ୍ୱମାନ। ଚୁମ୍ବକର ତତ୍ତ୍ୱମାନ ସବୁ ସେଠାରେ
ଉପସ୍ଥାପନ କରାଗଲା କେମିତି ମନ୍ଦିର ତିଆରି କରାଯାଇପାରିବ, କେମିତି ଚୁମ୍ବକଟି ଲଗାଯିବ। ବୁଦ୍ଧ ଶିଳ୍ପୀ ଗଣେ କଲେ ଆଲୋଚନା ଦେଖାଇ ଶାସ୍ତ୍ର ପ୍ରମାଣ। ଶାସ୍ତ୍ର ପ୍ରମାଣ ଦେଲେ ଯୋଉମାନେ ବୃଦ୍ଧ କାରିଗର ଥିଲେ ଯେ ଏମିତି ତିଆରିଲେ ହେଇପାରିବ ବୋଲି। ରାତି ଅଧ ଯାଏ ଚାଲିଲା ବିଚାର, ନହେଲା କିଛି ମୀମାଂସା। ରାତିର ଅଧ ହେଇଗଲାଣି, ବିଚାର ଚାଲିଛି, କିଛି ତାର ନିଷ୍ପତ୍ତି ନିଆଯାଇ ପାରୁନି ଯେ କଣ ହୋଇପାରିବ ବୋଲି।